ସମସ୍ତଙ୍କୁ ମୋର ପ୍ରଣାମ। ଆଜି ମୁଁ 2 ଦିନ ପରେ ପୁଣି ଆଉଥରେ ୟୁଟ୍ୟୁବ ରେକର୍ଡିଂ କରିବା ପାଇଁ ଆସିଛି। ମଝିରେ ମୁଁ ଟିକେ ବ୍ୟସ୍ତ ହୋଇଯାଇଥିଲି। ସବୁ ଫେଷ୍ଟିଭାଲ ସବୁ ଅଛି। ଏକାଦଶୀ ଗଲା କାଲି, ପୂର୍ଣ୍ଣିମା, ଏମିତି ସବୁ ଚାଲିଛି ଧୀରେ ଧୀରେ ଗୋଟେ ଗୋଟେ ପର୍ବ। ତୁଳସୀ ବିବାହ ଥିଲା, ପଞ୍ଚୁକ ବି ଚାଲିଛି, ସେଥିପାଇଁ ମୁଁ ଟିକେ ଭିଡ଼ିଓ ବନେଇବାରେ ଟିକେ ଲେଟ୍ ହେଲା। ତ ଆଜି ଆମେ ପୂର୍ବ ଭିଡ଼ିଓରେ ମ୍ୟାଜିକ୍ ବୁକ୍ D4 ଯାଏ ଆମେ ପ୍ରାକ୍ଟିସ୍ କରିଥିଲା। ଆଜି D5 ର ଆମେ ପ୍ରାକ୍ଟିସ୍ କରିବା। D5 ର ପ୍ରାକ୍ଟିସ୍ ହେଉଛି ଯାଦୁଇ ଧନ, ଯେଉଁଟାକି ଆମେ ପାଷ୍ଟ ଟେନ୍ସ ପୂର୍ବରେ ଯେଉଁ ଖର୍ଚ୍ଚ ଆମେ କରିଛୁ ଲକ୍ଷ୍ମୀ ମାଙ୍କ ପାଇଁ ତା ଉପରେ ପ୍ରାକ୍ଟିସ୍। ଯେମିତି ଆମେ ଜନ୍ମ ହେଲୁ କି ଆମ ପାଖରେ ଲକ୍ଷ୍ମୀ ମାଙ୍କ କୃପାରୁ ଛାତଟେ ଥିଲା। ଆମେ ମାଙ୍କ ପେଟରେ ଯେତେବେଳେ ଆସିଲୁ, ଲକ୍ଷ୍ମୀ ମାଙ୍କ କୃପାରେ ଡକ୍ଟର ପାଖକୁ ମା ଯାଉଥିଲେ, ସବୁ ଭିଟାମିନ୍ସ ମେଡ଼ିସିନ ଖାଉଥିଲେ, ଡକ୍ଟର ଫିସ୍ ଦଉଥିଲେ। ଏମିତି ଆମେ ପ୍ରାକ୍ଟିସ୍ କରିବା ମା ଲକ୍ଷ୍ମୀଙ୍କର। ତାର ଲେଖିବା ପ୍ରୋସେସ୍ ହେଉଛି, ମୁଁ ବହୁତ ବହୁତ ଆଭାର ଏବଂ କୃତଜ୍ଞତା ଜଣାଉଛି ମା ଲକ୍ଷ୍ମୀଙ୍କୁ, କାରଣ ମୁଁ ଯେତେବେଳେ ମାଙ୍କ ପେଟରେ ଥିଲେ ସେତେବେଳେ ବାପା ମୋର ମାଙ୍କର ବହୁତ କେୟାର ନେଉଥିଲେ। ସବୁ ଭିଟାମିନ୍ ଟ୍ୟାବଲେଟ୍, ଇଞ୍ଜେକ୍ସନ୍, ଫଳମୂଳ ସବୁ ଆଣିନା ଦେଉଥିଲେ। ଥ୍ୟାଙ୍କ ୟୁ ଲକ୍ଷ୍ମୀ ମା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ଏମିତି ଆପଣ 3 ଥର କହିବେ। ପୁଣି ସେକେଣ୍ଡରେ ମୁଁ ବହୁତ ବହୁତ ଆଭାର ଏବଂ କୃତଜ୍ଞ ଜଣାଉଛି ମା ଲକ୍ଷ୍ମୀଙ୍କୁ, କାରଣ ଆପଣଙ୍କ ପାଇଁ ମୁଁ ଯେତେବେଳେ ଏଇ ପୃଥିବୀକୁ ଆସିଲି, ମୋ ପାଇଁ ଗୋଟେ ରହିବା ପାଇଁ ମୋ ବାପା ବାପାଙ୍କର ଘରଟେ ଥିଲା। ସେଥିରେ ମୁଁ ବହୁତ ସେଫଲି ଆରାମରେ ରହିପାରିଲି, ବଡ଼ ହେଇପାରିଲି। ସେଥିପାଇଁ ଥ୍ୟାଙ୍କ ୟୁ ଲକ୍ଷ୍ମୀ ମା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ତା ସାଙ୍ଗରେ ଚାହିଁଲେ ଆପଣ ବାପା ମାଙ୍କର ବି କରିପାରିବେ। ଥ୍ୟାଙ୍କ ୟୁ ବାପା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। 2 ଜଣଙ୍କର ଆପଣ କରିପାରିବେ ଏଥିରେ। ତାପରେ ମୁଁ ବହୁତ କୃତଜ୍ଞ ଏବଂ ଆଭାର ଜଣାଉଛି ଲକ୍ଷ୍ମୀ ମାଙ୍କୁ, ଆପଣଙ୍କ ପାଇଁ ମୁଁ ମୋର ଫାଷ୍ଟ ଜନ୍ମ ହେଲି କି ମୋ ପାଇଁ ବାପା ନୂଆ ନୂଆ ଡ୍ରେସ୍ ପିନ୍ଧିବା ପାଇଁ ଆଣି ଦେଇଥିଲେ। ମୁଁ ପିନ୍ଧିକିନା ସେଫଲି ମୋର ସ୍କିନ୍କୁ, ମୋ ଦେହକୁ ପ୍ରୋଟେକ୍ଟ କରୁଥିଲା। ସେଥିପାଇଁ ଧନ୍ୟବାଦ ବାପା, ଧନ୍ୟବାଦ ମା ଲକ୍ଷ୍ମୀ ମା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ବହୁତ କୃତଜ୍ଞ ଜଣାଉଛି ଏବଂ ଆଭାର ଲକ୍ଷ୍ମୀ ମାଙ୍କୁ, କାରଣ ତାଙ୍କ ପାଇଁ ମୁଁ ମୋର ଫାଷ୍ଟ ଯେଉଁ ମୁଁ ଖାଇଲି ଖାଇବା, ଭାତ, ଡାଲି, ଫଳମୂଳ ସବୁ ଲକ୍ଷ୍ମୀ ମାଙ୍କ କୃପା ପାଇଁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ମୁଁ ବହୁତ କୃତଜ୍ଞ ଏବଂ ଆଭାର ଜଣାଉଛି ଲକ୍ଷ୍ମୀ ମାଙ୍କୁ, କାରଣ ତାଙ୍କ ପାଇଁ ମୁଁ ମୋର ଫାଷ୍ଟ ବାର୍ଥଡେରେ ବହୁତ ଭଲ ଭାବରେ ସେଲିବ୍ରେଟ୍ କରିପାରିଥିଲି। କେକ୍ କାଟି ପାରିଥିଲି, ବେଲୁନ୍ ଟାଙ୍ଗି ପାରିଥିଲି, ମୋତେ ନୂଆ ନୂଆ ଗିଫ୍ଟ ମିଳିଥିଲା। ଏଇଟା ଆପଣ ଅଲଗା ଅଲଗା କେବେ ଦେଖିବେ। ବାର୍ଥଡେ କେକ୍ କାଟିଥିଲି। ତାପରେ ପୁଣି ଆଉଥରେ ବହୁତ କୃତଜ୍ଞତା ଜଣାଉଛି ମା ଲକ୍ଷ୍ମୀଙ୍କୁ। ମୁଁ ସେଲିବ୍ରେଟ୍ କରିଥିଲି, ମୋ ପାଇଁ ବାପା ନୂଆ ଡ୍ରେସ୍ ଆଣିଲେ। ଏମିତି ଆପଣ ତାକୁ ଛୋଟ ଛୋଟ ବାକ୍ୟରେ ଭଲସେ ଆପଣ ଲେଖିବେ। ତାର ଖାଲି ପ୍ରୋସେସ୍ ହେଉଛି, ମୁଁ ବହୁତ ଆଭାର ଏବଂ କୃତଜ୍ଞତା ଜଣାଉଛି ମା ଲକ୍ଷ୍ମୀଙ୍କୁ ବିକଜ। ଏମିତି ଆପଣ ଷ୍ଟାର୍ଟିଂରେ ଲେଖିବେ। ତାପରେ ଆପଣ ଛୋଟବେଳେ ଯାହା ଯାହା କରିଥିଲେ, କେମିତି ସ୍କୁଲ ଗଲେ, ଫାଷ୍ଟ ସ୍କୁଲ ବାପା କେମିତି ଫିସ୍ ଦେଲେ, ଆପଣଙ୍କ ପାଇଁ ଟ୍ରାଇସାଇକେଲ ବାପା କେମିତି କିଣି ଦେଇଥିଲେ, ଆପଣଙ୍କ ପାଇଁ ନୂଆ ନୂଆ ଡ୍ରେସ୍, ୱିଣ୍ଟର ସିଜନରେ କେମିତି ଡ୍ରେସ୍,
କୁଆଡ଼େ ବୁଲେଇ ନେଇ ଯାଇଥିଲେ ଛୋଟବେଳେ ମାମୁଁ ଘରକୁ, ସେଥିରେ ବି ଲକ୍ଷ୍ମୀ ମା'ଙ୍କ ଖର୍ଚ୍ଚ ହେଇଥିଲା। ଏମିତି ଆପଣ ଲେଖିବେ। ଯାହା ଆପଣଙ୍କ ଗିଫ୍ଟ କେବେ ମିଳିଥିଲା, ବାପା ମା ଦେଇଥିଲେ, ମାମୁଁ ଘରୁ ଆସିଥିଲା, ଆପଣଙ୍କର ଆଈ, ଅଜା, ଜେଜେବାପା, ଜେଜେମା, କାକା, ଖୁଡ଼ୀ, ପିଉସୀ ଯିଏ ଯାହା ଦେଇଥିଲେ ସବୁ, ଆପଣଙ୍କ ପାଖରେ ତ ଟଙ୍କା ନଥିଲା, ପୁଣି ଆପଣ କେମିତି ସବୁ କରିଥିଲେ? ସବୁ ମା ଲକ୍ଷ୍ମୀଙ୍କ କୃପା ପାଇଁ। ତ ଏଇଟା ହେଉଛି ଆମେ ଯେତେ ଶୁକ୍ରିୟା କରିବା, ଆମେ ଆଗରୁ ଯାହା ଖର୍ଚ୍ଚ କରିଥିଲେ କି ଆମକୁ ଯାହା ମିଳିଥିଲା, ତାହେଲେ ଆମେ ଆଗକୁ ଆହୁରି ଧନ ଆମ ପାଖକୁ ଆସିବ। ସେଥିପାଇଁ ବହୁତ କୃତଜ୍ଞତା ଜଣାଇବା। ଆଉ ସବୁ ଜିନିଷରେ ଆପଣ ଯେମିତି ମୁଁ ପ୍ରୋସେସ୍ରେ ବତେଇଲି ସେମିତି ଲେଖିବେ। ଆଉ ଥ୍ୟାଙ୍କ ୟୁ କହିକିନା 3 ଥର କହିବେ। ଆପଣ ଯେତେ ଧନ ପାଇଁ ଆଉ ଆଭାରର ଶକ୍ତି ଏକଠା କରିବେ, ସେତିକି ଚମତ୍କାର ହବ। ଆପଣ କରିକିନା ଦେଖନ୍ତୁ, ଆଉ ମୋତେ କମେଣ୍ଟ ବକ୍ସରେ ବତାନ୍ତୁ। ଆଉ ମୁଁ ଯେଉଁ ନେକ୍ସଟ ମ୍ୟାଜିକ୍ ବୁକ୍ ପ୍ରାକ୍ଟିସ୍ ରିଡ଼ିଂ ଆମେ କରିବୁ ବୋଲି କହିଛୁ, ଏସବୁ ପର୍ବପର୍ବାଣି ପାଇଁ, ଯେହେତୁ ଏଠି ସମସ୍ତେ ପ୍ରାୟ ଓଡ଼ିଆର ସବୁ ଶିଖିବା ବୋଲିକିନା ଇଣ୍ଟରେଷ୍ଟେଡ୍ ଅଛି। ସେଇଥିପାଇଁ ମୁଁ ଏ ସବୁ ସରିଯାଉ ପଞ୍ଚୁକ, ତାପରେ ଆମେ କମିଂ ମଣ୍ଡେଠୁ ଷ୍ଟାର୍ଟ କରିବା ମ୍ୟାଜିକ୍ ବୁକ୍ ଓଡ଼ିଆରେ ରିଡ଼ିଂ କରିକିନା। ଜଲ୍ଦି ଆମେ ଅଧା ଘଣ୍ଟାରେ ପ୍ରାକ୍ଟିସ୍ କରିବା। ଆଉ 15-20 ମିନିଟ୍ ଏମିତି ପ୍ରାକ୍ଟିସ୍ ଆମେ ସେଇଠି ଲେଖେଇବୁ। ଯିଏ ଆପଣଙ୍କର ଇଣ୍ଟରେଷ୍ଟେଡ୍ ରିଲେଟିଭ୍ ହଉ, ଘରେ କାହାର ପ୍ରୋବ୍ଲେମ୍ ଅଛି, ହେଲ୍ଥରେ ହଉ, ରିଲେସନ୍ ହଉ, ସମସ୍ତଙ୍କୁ ଆପଣ ଇନଭାଇଟ୍ କରନ୍ତୁ। ଆଉ ସାଙ୍ଗରେ ମିଶିକିନା ଆମେ ରିଡ୍ କରିବା। ଆପଣ ବି କିଛି ଶିଖିବେ, ମୁଁ ବି କିଛି ଶିଖିବେ ବହି ରିଡ୍ କରିନା। ଆଉ ମିଶିକିନା ପ୍ରାକ୍ଟିସ୍ କରିବା, ଆଉ ମ୍ୟାଜିକ୍ ଆଣିବା। ଆମେ ସମସ୍ତେ ଆମର ମଙ୍ଗଳମୟ ଗ୍ରୁପରେ କରିବା ଆଉ ଆଗକୁ ବଢ଼ିବା। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। ନମସ୍କାର। ଆପଣ ମୋ ଭିଡ଼ିଓକୁ ବହୁତ ପେସେନ୍ସ ସହିତ ଆଉ ଏନ୍ଜୟ କରିନା ଦେଖୁଥିବାରୁ ଥ୍ୟାଙ୍କ ୟୁ।